ଏହି ସମୟରେ ନିତ୍ୟାନନ୍ଦ ବାବୁ ସ୍ୱତନ୍ତ୍ର ଓ ଜନକଂଗ୍ରେସ ମନ୍ତ୍ରିମଣ୍ଡଳରେ ଯୋଗ ଦେଇ ଯୋଗାଣ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ହେଲେ। ତାଙ୍କ ବିପକ୍ଷ ଦଳକୁ ହରାଇବାରେ ଡଗର ତାହାର ସମସ୍ତ ଶକ୍ତି ପ୍ରୟୋଗ କରିଥିଲା। ସେ ଦଳ ହାରିଯିବା ପରେ ମୋ ମନରେ ପରମ ତୃପ୍ତି ହୋଇଥିଲା। ସେହି ସମୟରେ ଡଗରରେ ମୋର ଧାରାବାହିକ ଗୋଚ୍ ଭାଗବତ ବେଶ୍ ଚହଲ ପକାଇ ଦେଇଥିଲା। ପୁରୁଣା ବସ୍ଷ୍ଟାଣ୍ଡ ଉପରେ ମାଇକ୍ ଲଗାଇ ଏକ ଗୋଚ୍ ଭାଗବତ ପଢ଼ାଯାଉଥିଲା। ତଳେ ହଜାର ହଜାର ଲୋକ ହାର୍ମ ଓ ଉଲ୍ଲାସ ଧ୍ୱନିରେ ଚତୁର୍ଦ୍ଦିଗ କମ୍ପାଇ ଦେଉଥିଲେ। ନିତ୍ୟାନନ୍ଦ ବାବୁ ମନ୍ତ୍ରୀ ହେବା ପରେ ମୁଁ ନିଜକୁ ଚୌଠ ମନ୍ତ୍ରୀ ବୋଲି ଭାବିନେଲି। ନିତ୍ୟାନନ୍ଦ ବାବୁଙ୍କ ସଙ୍ଗରେ ମୋର ସମ୍ବନ୍ଧ ସମସ୍ତେ ଜାଣିଥିଲେ। ବହୁ ଲୋକ ତାଙ୍କର କୃପାଲାଭ ପାଇଁ ମୋତେ ଆୟୁଧ କରିବାକୁ ବସିଲେ। ଏଥିରେ ମୁଁ ଊଣା ଫୁଲି ଯାଇନଥିଲି। ପ୍ରଥମ ଥର ପାଇଁ ମୁଁ ଯେତେବେଳେ ନିତ୍ୟାନନ୍ଦ ବାବୁଙ୍କ ମନ୍ତ୍ରୀ କ୍ୱାର୍ଟରକୁ ଗଲି, ସେତେବେଳେ ଦେଖିଲି ସେଠି ଯୋଗାଣ ବିଭାଗର ସେକ୍ରେଟାରୀଙ୍କ ଠାରୁ ଆରମ୍ଭ କରି ସବୁ ବଡ଼ ବଡ଼ ଅଫିସର ଜମା ହୋଇଛନ୍ତି। ମୁଁ ନିଜକୁ ସମସ୍ତଙ୍କଠାରୁ ବେଶୀ ଓଜନଦାର ବୋଲି ମନେ କଲି। କିନ୍ତୁ ପ୍ରକୃତ କ୍ଷେତ୍ରରେ ମୁଁ ଯେତେବେଳେ ନିଜକୁ ମାପିଲି, ସେତେବେଳେ ଦେଖିଲି ମୋ ଓଜନ କିଲେ ବି ନୁହେଁ, କେତେ ଗ୍ରାମ ମାତ୍ର। ନିତ୍ୟାନନ୍ଦ ବାବୁଙ୍କୁ ନମସ୍କାର କଲାବେଳେ ମୁଁ ଓ ତତ୍ସତ୍ ବୋଲି ଉଚ୍ଚାରଣ କରେ। ସେ ମଧ୍ୟ ସେହି ବାକ୍ୟର ପ୍ରତି ନମସ୍କାର ଜଣାଇଥାନ୍ତି। ବହୁ ସମୟ ଅପେକ୍ଷା ପରେ ଓ ତତ୍ସତ୍ ବାକ୍ୟଟି ଦିଆନିଆ ହୋଇଗଲା। ମୋ ମନ ଟିକେ ଦବିଗଲା। ହେଲେ ମନେ ମନେ ଭାବିଲି, ଏତେବେଳେ ନିତ୍ୟାନନ୍ଦ ବାବୁଙ୍କ ସମୟ ନଷ୍ଟ କରିବା ଅନୁଚିତ। ସେ ଯେ ମୋତେ ଅବହେଳା କରୁଥିଲେ ତାହା ନୁହେଁ। ମୋ ସହିତ ଖୁସି ଗପ ଓ ସମ୍ଭାଷଣ ଏକାବେଳକେ ଅସମ୍ଭବ ଥିଲା। ଡଗରରେ ମୁଁ ମନ୍ତ୍ରୀମାନଙ୍କର ବହୁ ବ୍ୟଙ୍ଗଚିତ୍ର କରିଥିଲି। ନିତ୍ୟାନନ୍ଦ ବାବୁଙ୍କ ଛଡ଼ା ଅନ୍ୟ ମନ୍ତ୍ରୀମାନେ ତାହାକୁ ସହ୍ୟ କରିପାରିଲେ ନାହିଁ। ସେମାନେ ବ୍ୟଙ୍ଗଚିତ୍ରର ମର୍ମ ବୁଝିପାରିଲେ ନାହିଁ। ନିତ୍ୟାନନ୍ଦ ବାବୁଙ୍କ ସାଙ୍ଗରେ ତାଙ୍କର ମନାନ୍ତର ହେଲା। ପରେ ଅବଶ୍ୟ ଏହି ମନାନ୍ତର ତୁଟି ଯାଇଥିଲା। ପୂର୍ବର କଂଗ୍ରେସ ମନ୍ତ୍ରିମଣ୍ଡଳ ବେଳେ ଉପମନ୍ତ୍ରୀ ସନ୍ତୋଷ କୁମାର ସାହୁ ଡଗରକୁ ବାର୍ଷିକ 1000 ଟଙ୍କା ଦେବାର ବ୍ୟବସ୍ଥା କରିଦେଇଥିଲେ। ଶ୍ରୀ ଡକ୍ଟର ଶ୍ରୀରାମଚନ୍ଦ୍ର ଦାସ ସେତେବେଳେ ସାହିତ୍ୟ ଏକାଡେମୀର ସଭ୍ୟ ଥିଲେ। ଡଗର ବିରୁଦ୍ଧରେ ସମସ୍ତେ ମତାମତ ଦେଇଥିଲେ ମଧ୍ୟ ଡକ୍ଟର ଦାସ ସମସ୍ତଙ୍କର ତୀବ୍ର ବିରୋଧ କରି ଏପରି ଏକ ଭାଷଣ ଦେଲେ ଯେ ତାହା ମନ୍ତ୍ରୀ ଓ ସଚିବଙ୍କ ମନକୁ ଭଲ ରୂପେ ପାଇଗଲା। ସଙ୍ଗେ ସଙ୍ଗେ ଡଗରକୁ 1000 ଟଙ୍କା ମଞ୍ଜୁର ହୋଇଗଲା। ଡକ୍ଟର ଦାସ ମୋତେ ଯେତେବେଳେ ଏହି ଖବରଟି ଦେଲେ, ମୁଁ ଆନନ୍ଦରେ ତାଙ୍କୁ କୁଣ୍ଡାଇ ପକାଇଥିଲି। କଂଗ୍ରେସ ମନ୍ତ୍ରିମଣ୍ଡଳ ପରେ ନିତ୍ୟାନନ୍ଦ ବାବୁଙ୍କ ପାଳି ପଡ଼ିଲା। ମୁଁ ଭାବିଥିଲି ସେ ନିଶ୍ଚୟ ଏହି ପରିମାଣକୁ 2-3 ହଜାରକୁ ବୃଦ୍ଧି କରିଦେବେ। କିନ୍ତୁ ହାୟ, ସେ ଏକାବେଳକେ ତାକୁ କାଟିଦେଲେ। ତାଙ୍କ ଅମଳରେ ତାଙ୍କରି ପତ୍ରିକା ସରକାରୀ ଗ୍ରାଣ୍ଟ ପାଇବାଟାକୁ ସେ ବିଲକୁଲ ପସନ୍ଦ କଲେ ନାହିଁ। ସେ ଆଗରୁ MLA ଥିବାବେଳେ ପ୍ରତି ମାସରେ କିଛି କିଛି ଦେଉଥିଲେ, କିନ୍ତୁ ମନ୍ତ୍ରୀ ହେବା ପରେ ଡଗର ସବୁଥିରୁ ବଞ୍ଚିତ ହେଲା। ଯୋଗାଣ ବିଭାଗର ଜଣେ ଉଚ୍ଚ କର୍ମଚାରୀ ଶ୍ରୀଯୁକ୍ତ କାଳୀଚରଣ ଦାସ ବହୁ ବ୍ୟକ୍ତିଗତ ଉଦ୍ୟମ କରି ଡଗର ପାଇଁ କିଛି ବିଜ୍ଞାପନ ଯୋଗାଡ଼ କରିଦେଇଥିଲେ। ଡଗର କୁନ୍ଥେ କୁନ୍ଥେ ପ୍ରକାଶ ପାଇବାକୁ ଲାଗିଲା। ନିତ୍ୟାନନ୍ଦ ବାବୁ କଟକ କଲେକ୍ଟରରେ ଯୋଗାଣ ବିଭାଗକୁ ଦାୟିତ୍ୱ ସମ୍ପନ୍ନ କରାଇବା ଲାଗି ସଚିବାଳୟରେ ଜଣେ ବଡ଼ ହାକିମଙ୍କୁ ମୁଖ୍ୟ ପଦରେ ରଖାଇଲେ। ସେ ବିଭାଗରେ ଯେଉଁ କୀର୍ତ୍ତି ଓ ଦକ୍ଷତା, ସେଥିରେ ଏକ ଖାଣ୍ଟି ସୁବର୍ଣ୍ଣର ପିତୁଳା ଥୋଇଦେଲେ ସେ ସଙ୍ଗେ ସଙ୍ଗେ ବେଙ୍ଗି ପିତ୍ତଳ ହୋଇଯାଉଥିଲା। ସେ ମୁଖ୍ୟ କର୍ମଚାରୀ ସେଥିରୁ ବାଦ୍ ପଡ଼ନ୍ତେ ବା କିପରି? ତାଙ୍କ ବିରୁଦ୍ଧରେ ନିତ୍ୟାନନ୍ଦ ବାବୁଙ୍କ ପାଖରେ ବହୁ ଅଭିଯୋଗ ଓ ଭିଜିଲାନ୍ସ ରିପୋର୍ଟମାନ ପହଞ୍ଚିଲା। ନିତ୍ୟାନନ୍ଦ ବାବୁ ତାଙ୍କୁ ପୁନଃମୂଷିକ କରିଦେବା ଲାଗି ଯୋଗାଡ଼ ଯନ୍ତ୍ରରେ ଲାଗିଲେ। ମୁଖ୍ୟ ସେଥିରେ ବିବ୍ରତ ହୋଇପଡ଼ି ମୋ ପାଖକୁ ଜଣେ ଯୋଗାଣ ଇନ୍ସପେକ୍ଟରଙ୍କୁ ପଠାଇଲେ। ସେ ଆସି ମୋତେ କହିଲେ, ନିତ୍ୟାନନ୍ଦ ବାବୁ ଆମ ମୁଖ୍ୟଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ନେଇଯିବା ଲାଗି ବସିଛନ୍ତି। ଆପଣ ନିତ୍ୟାନନ୍ଦ ବାବୁଙ୍କୁ ବୁଝାଇ ତାଙ୍କ ବଦଳି ରକ୍ଷିତ କରିଦେଲେ ସେ ଡଗର ପ୍ରକାଶନର ସମସ୍ତ ଭାର ବହନ କରିବେ। ପ୍ରତ୍ୟେକ ମାସର ଶେଷରେ ଡଗର 3000 କପି ବାହାରିବ। ତାହାର ଛପା ଓ ବଣ୍ଟନର ଦାୟିତ୍ୱ ସେ ନିଜେ ବହନ କରିବେ। ଆପଣଙ୍କୁ ସେ ବିଷୟରେ ମୁଣ୍ଡ ଖେଳାଇବାକୁ ପଡ଼ିବ ନାହିଁ। ଯୋଗାଣ ଇନ୍ସପେକ୍ଟରମାନଙ୍କ ଜରିଆରେ ସେ ବହୁ ଗ୍ରାହକ କରାଇଦେବେ ଓ ଡଗରର ଯେପରି କଲେବର ଆପଣ କରିବାକୁ ଚାହିଁବେ ତାହା ସେ କରାଇଦେବେ।
ଏତକ ଶୁଣି ମୋର ରୋମ ଟାଙ୍ଗୁରି ଉଠିଲା। ନିତ୍ୟାନନ୍ଦ ବାବୁଙ୍କ ସାଙ୍ଗରେ ଝଗଡ଼ା କରି ମୁଁ ଏହା କରାଇଥିବି ବୋଲି ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଲି ଓ ପରଦିନ ଭୁବନେଶ୍ୱର ବାହାରିଲି। ନିତ୍ୟାନନ୍ଦ ବାବୁ ସେତେବେଳେ ସଚିବାଳୟରେ ଥାଆନ୍ତି। ସେ ମୋତେ ତାଙ୍କ ପାଖକୁ ନେଇଗଲେ। ଗଲାବେଳେ ମୁଁ ଭାବୁଥାଏ ମୋ ଆଡ଼େ ଚାହୁଁଥିବା ଲୋକମାନେ ମୋର ଓଜନ ବୁଝି ସାରିବେଣି। ନିତ୍ୟାନନ୍ଦ ବାବୁଙ୍କ ପାଖରେ ମୋର ପ୍ରତିପତ୍ତି ବହୁତ ବେଶୀ। କଳି ବାବୁଙ୍କ ଧରି ମୁଁ ଏକ ପ୍ରକାର ମନ୍ତ୍ରୀ ଚାଳିରେ ଅଫିସରେ ପହଞ୍ଚିଲି। ସେଠି ସେକ୍ରେଟାରୀ ଆଉ କେତେ ଜଣ ବସି ଗୁରୁତର ଆଲୋଚନା କରୁଥିଲେ। ସେ କାଳି ବାବୁଙ୍କୁ କହିଲେ, ତୁମେ ତାଙ୍କୁ ଟିକେ ଦୁମ୍ କୋଠରୀରେ ବସାଇଥାଅ। ଏ କାମଟା ଛାଡ଼ିଗଲେ ତାଙ୍କୁ ପଠାଇଦେବ। ମୁଁ କାଳି ବାବୁଙ୍କ ପ୍ରକୋଷ୍ଠରେ ବସିଲି। ସମସ୍ତେ ମୋତେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବେ ଜାଣି ସାରିବେଣି ବୋଲି ମୁଁ ବିଚାରୁଥାଏ। ସମସ୍ତେ ସେଠୁ ଚାଲିଯିବା ପରେ ମୋତେ ତାଙ୍କ ପାଖକୁ ନେଇଯିବା ପାଇଁ ନିତ୍ୟାନନ୍ଦ ବାବୁ କାଳି ବାବୁଙ୍କୁ କହିଲେ। କାଳି ବାବୁ ମୋତେ ତାଙ୍କ ପାଖରେ ବସାଇ ଦେଲେ। ନିଜ ପ୍ରକୋଷ୍ଠକୁ ଚାଲିଗଲେ। ନିତ୍ୟାନନ୍ଦ ବାବୁ କହିଲେ, ଘରକୁ ନ ଯାଇ ଏଠିକୁ କାହିଁକି ଆସିଲ? ମୁଁ କହିଲି, ସେହିପରି ଦରକାର ପଡ଼ିବାରୁ ଆସିଲି। ଏହା ବାଦ୍ ମୁଁ ମୋର ବକ୍ତବ୍ୟ ଅତି ଉତ୍ସାହର ସହିତ ତାଙ୍କୁ କହିଲି ଏବଂ ଡଗରର ଅବସ୍ଥା ଯେ ସମ୍ପୂର୍ଣ୍ଣ ରୂପେ ବଦଳିଯିବ ତାହା ଜଣାଇଦେଲି। ନିତ୍ୟାନନ୍ଦ ବାବୁଙ୍କୁ ଧୈର୍ଯ୍ୟଚ୍ୟୁତ ଘଟିଲା। ସେ ମୋ ଉପରେ ଖିଙ୍କାରି ହୋଇ କହିଲେ, ଆପଣଙ୍କୁ ଏସବୁ ବିଷୟରେ ମୁଣ୍ଡ ଭର୍ତ୍ତି କରିବାକୁ କିଏ କହିଲା? ବିଭାଗ ଭିତରେ କେଉଁଠି କ'ଣ ହେଉଛି ତାହା ନ ଜାଣି ଆପଣ ଏତେ ଦୂର ଆଗେଇ ଗଲେ କାହିଁକି? ଏ କଥାଗୁଡ଼ାକ ଯେତେ କଟୁ ନଥିଲା ତାହାର 4-5 ଗୁଣ ଅଧିକ କଟୁଥିଲା। ତାଙ୍କର ତିରସ୍କାର ସୂଚକ ବଡ଼ ପାଟି। ମୁଁ ଭାବି ଲାଗିଲି, ଏ କ'ଣ ହେଲା? ଯେଉଁ ଲୋକମାନେ ଟିକକ ଆଗରୁ ମନ୍ତ୍ରୀଙ୍କର ପରମ ବନ୍ଧୁ ବୋଲି ମୋତେ ଭାବିଥିଲେ, ସେମାନେ ଏବେ ମୋତେ କ'ଣ ବୋଲି ଭାବିବେ? ତାଙ୍କର ଘରୁ ଓହ୍ଲେଇବା ଚାକରଠାରୁ ବି ହୀନ ବୋଲି ବିଚାରିବେ ନାହିଁ କି? ମୁଁ ରାଗିଯାଇ କହିଦେଲି, ଡଗରର ଉପକାର ହୋଇଥାନ୍ତା। ମୁଁ କିଛି ନିଜେ ଖାଇବା ଲାଗି ଚେଷ୍ଟା କରୁନଥିଲି। ନହେଲା ନାହିଁ, ଏପରି କହି ସେଠାରୁ ଭୁସ୍ କରି ଉଠି ପଳାଇ ଆସିଲି। ନିତ୍ୟାନନ୍ଦ ବାବୁ ମୋ ପଛେ ପଛେ କାଳି ବାବୁଙ୍କୁ ପଠାଇଦେଲେ। କହିଲେ, ସେ ଭାରି ରାଗିଯାଇଛନ୍ତି। ତୁମେ ତାଙ୍କୁ ଗାଡ଼ିରେ ଆମ ଘରକୁ ନେଇଯାଅ। ତାଙ୍କ ଭାଉଜ ସେଇଠି ଅଛନ୍ତି। ତାଙ୍କୁ ଚୁପ୍ କରି ସବୁ କଥା କହିଦେବ। ସେ ତାଙ୍କୁ ପ୍ରବୋଧ ଦେଇଦେବେ। ମୁଁ ତଳକୁ ଓହ୍ଲାଇ ଆସି ସେତେବେଳେ ସଡ଼କରେ ପହଞ୍ଚି ଯାଇଥାଏ। କାହାରି ଆଡ଼କୁ ଚାହିଁବାକୁ ମୋର ସାହସ ହେଉନଥାଏ। କାଳି ବାବୁ ଆସି ମୋତେ ଧରି ପକାଇଲେ ଓ ଜୋର କରି ଗାଡ଼ିରେ ବସାଇ ଦେଲେ। ଏଣେ ନିତ୍ୟାନନ୍ଦ ବାବୁ ଫୋନରେ ଭାଉଜଙ୍କୁ ନିର୍ଦ୍ଦେଶ ଦେଲେ, ଯେପରିକି ସେ ମୋତେ ଶାନ୍ତ କରାଇ ଖୁଆଇ ପିଆଇ ଛାଡ଼ିବେ। ସେତେବେଳକୁ ମୋ ମୁହଁ ଅପମାନରେ ରଙ୍ଗା ପଡ଼ିଯାଇଥାଏ। ହିମାଳୟ ଉପରୁ ବଜ୍ରକବାଟିଏ ନର୍ଦ୍ଦମାକୁ ଖସି ପଡ଼ିଲା ଭଳି ମୋତେ ଲାଗୁଥାଏ। ଯାହା ହେଉ, କାଳି ବାବୁ ତାଙ୍କର ମଧୁର ବ୍ୟବହାର ଦ୍ୱାରା ମୋତେ ଏକ ପ୍ରକାର କିଣି ନେଇଥିଲେ। ସେ ବାଝେଇ ମୋତେ ନିତ୍ୟାନନ୍ଦ ବାବୁଙ୍କ କ୍ୱାର୍ଟରକୁ ନେଇଗଲେ। ସେ ବାଝେଇ ମୋତେ ନିତ୍ୟାନନ୍ଦ କୋଠରୀ ଭାଉଜ ମୋତେ ପୁଣି ବାଝେଇ ଏକାବେଳକେ ଶାନ୍ତ କରିଦେଲେ। ଖୁଆଇ ପିଆଇ ସେ ମୋତେ ବସ୍ଟାରେ ଛାଡ଼ିଦେବା ଲାଗି କାଳି ବାବୁଙ୍କୁ କହିଲେ। ସେହି ଦିନଠାରୁ ମୋର ଚୌଠ ମନ୍ତ୍ରୀ ହେବାର ବାସନା ମନରୁ ଉଭେଇଗଲା। ନିତ୍ୟାନନ୍ଦ ବାବୁ ମନ୍ତ୍ରୀ ଥିବା ଯାଏ ମୁଁ ଅନେକ ସମୟ ତାଙ୍କ କ୍ୱାର୍ଟରରେ କଟାଉଥିଲି। କେଉଁଠାରେ ଦିନେ ହେଲେ ମୁଁ ଦେଖିନାହିଁ ସେ ଗୋଟିଏ ବ୍ୟବସାୟୀ ସହିତ ଉଷୁମ ଆଲୋଚନା କରୁଅଛନ୍ତି। ବଡ଼ ବଡ଼ ନେତା ଓ ଗଣ୍ୟମାନ୍ୟ ବ୍ୟକ୍ତି ଅନେକ ସମୟରେ ତାଙ୍କ ଉପରେ ପ୍ରଚଣ୍ଡ ଚାପ ପକାଇ କୌଣସି ବ୍ୟକ୍ତିର କାମ କରାଇ ନେଉଥିଲେ। ମୁଁ ଭଲ କରି ଜାଣିଥିଲି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତି ବିଶେଷଙ୍କଠାରୁ ଉତ୍କୋଚ ଖାଇ ନିତ୍ୟାନନ୍ଦ ବାବୁଙ୍କଠାରୁ କାମ କରାଇ ନେଉଥିଲେ। ମୁଁ ମନେ ମନେ ଭାବୁଥିଲି, ହଁ, ଢୋଲ ଖାଉଛି ମାଡ଼, ହାଡ଼ି ଖାଉଛି ପଇସା। ତାଙ୍କ ପ୍ରତି ମୋର ସମ୍ମାନ ଯଥେଷ୍ଟ ବଢ଼ିଗଲା। ତାଙ୍କରି ବିଭାଗର ଉଚ୍ଚ କର୍ମଚାରୀମାନେ କୌଣସି ପ୍ରକାର ଅନ୍ୟାୟ ସୁବିଧା ହାସଲ କରି ନ ପାରି ତାଙ୍କ ବିରୁଦ୍ଧରେ ନାନା ଷଡ଼ଯନ୍ତ୍ର କରିଥିଲେ। ପରେ ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା। ଡଗର ପାଇଁ ନୂତନ ଗୃହ। ଯେଉଁ ଘର ଡଗରଟି ପ୍ରତିଷ୍ଠିତ ହୋଇଥିଲା, ତାହା ହେଲା ଆମ ପରିବାରର ଇଜିମାଇଲ ଘର। ସମ୍ପତ୍ତି ବଣ୍ଟନ ବେଳେ ତାହା ଅନ୍ୟ ଭାଇଙ୍କ ହାତରେ ପଡ଼ିଲା। ସେଦିନ ମୋତେ ସେ ଘରୁ ତଡ଼ି ଦେଲେ। ସେ ଘରର ପାଖ ଜମି ମୋ ଭାଗରେ ପଡ଼ିଥିଲା। ମୁଁ ଟଙ୍କା କରଜ କରି ସେଠାରେ କୋଠା, କମ୍ପୋଜ ଘର, ମେସିନ ଘର, କଟିଂ ମେସିନ ଘର ତିଆରି କରି ସେଠାକୁ ପ୍ରେସ୍ ଉଠାଇ ଆଣିଲି। କେତେଗୁଡ଼ିଏ ସମ୍ବାଦପତ୍ରର ସମ୍ପାଦକ ନିତ୍ୟାନନ୍ଦ ବାବୁ କିଲାପୋତେଇ କରି ସେ ଘର ତିଆରି କରିଛନ୍ତି ବୋଲି ଗୁଜବ ରଟଣା କଲେ।
ଏସବୁ ସମ୍ବାଦମାନଙ୍କୁ ମୁଁ ଟଗର ମାଧ୍ୟମରେ ମୁକାବିଲା କଲି। ସେମାନେ ନିତ୍ୟାନନ୍ଦ ବାବୁଙ୍କ ବିରୋଧରେ ଯେତିକି ଦୁର୍ନାମ କରୁଥାନ୍ତି, ମୁଁ ତହିଁରୁ ବେଶୀ ଓ ଅଧିକ କୁତ୍ସିତ ଭାଷାରେ ସେମାନଙ୍କୁ ଗାଳିଗୁଲଜ କଲି। ସେମାନେ ଗୋଟିଏ ଗୋଟିଏ ଖବରକାଗଜର ସମ୍ପାଦକ ଥାନ୍ତି। ସେମାନେ ମୋର ଇତର ଜନୋଚିତ କୁତ୍ସିତ ଭାଷାକୁ ସମ୍ଭାଳି ନ ପାରି ସେମାନଙ୍କ କାର୍ଯ୍ୟକଳାପରୁ କ୍ଷାନ୍ତ ହେଲେ। ଗୋଟିଏ କ୍ଷେତ୍ରରେ ଜଣେ ସମ୍ପାଦକ ନିତ୍ୟାନନ୍ଦ ବାବୁଙ୍କ ନାମରେ ଡାହା ମିଛ କଥାଗୁଡ଼ିଏ ଲେଖିଥିଲେ। ନିତ୍ୟାନନ୍ଦ ବାବୁ ସରକାରଙ୍କ ଆଡ଼ୁ ମକଦ୍ଦମା କରାଯିବା ଲାଗି ତତ୍କାଳୀନ ମୁଖ୍ୟମନ୍ତ୍ରୀ ସିଂଦେଓକୁ ଅନୁରୋଧ କରିଥିଲେ। ସିଂଦେଓ ତାଙ୍କୁ ବୁଝାଇ ସୁଝାଇ କହିଲେ, ସମ୍ପାଦକମାନଙ୍କ ବିରୋଧରେ ଏପରି ସାମାନ୍ୟ କଥାରେ ମକଦ୍ଦମା କଲେ ଶାସନକାଳ କେବଳ ମକଦ୍ଦମାରେ ହିଁ ଖର୍ଚ୍ଚ ହୋଇଯିବ। ଏଥିରେ ଏପରି ବିବ୍ରତ ହେବା ଉଚିତ ନୁହେଁ। ନିତ୍ୟାନନ୍ଦ ବାବୁ ଏଥିରେ ସନ୍ତୁଷ୍ଟ ନ ରହି ବ୍ୟକ୍ତିଗତ ଭାବେ ମକଦ୍ଦମା କରିବେ ବୋଲି ଅନେକ ଓକିଲଙ୍କୁ ଡାକି ସେମାନଙ୍କ ପରାମର୍ଶ ଲୋଡ଼ିଲେ। ସେମାନେ କହିଲେ, ଏପରି ମକଦ୍ଦମାରେ କୌଣସି ଲାଭ ହେବ ନାହିଁ। ସମ୍ପାଦକଙ୍କର ମଧ୍ୟ କିଛି କ୍ଷତି ହେବ ନାହିଁ। ଏଥିରୁ ତାଙ୍କର କ୍ଷାନ୍ତ ହେବା ଉଚିତ। ନିତ୍ୟାନନ୍ଦ ବାବୁଙ୍କୁ ଚୁପଚାପ ରହିଲେ। ମୁଁ କିନ୍ତୁ ସେହି ସମ୍ପାଦକଙ୍କ ମୁକାବିଲା କରିବା ଲାଗି ଅତି କଦର୍ଯ୍ୟ ଗପ ଲେଖି ଡଗରରେ ଛାପିଲି। ସମ୍ପାଦକ ଯେଉଁ ସବୁ ମିଥ୍ୟା ଆକ୍ଷେପ କରି ଲେଖାଟିଏ ଲେଖିଥିଲେ, ତାର ତୀବ୍ର ସମାଲୋଚନା କରି ସେ ଗପଟି ମୁଁ ଲେଖିଲି। ସେହି ଗପରେ ସମ୍ପାଦକଙ୍କୁ ନାୟକ କରି କଟକ ବସ୍ତିମାନଙ୍କର ବଛା ବଛା ଗାଳିର ମାଲି ସମ୍ପାଦକଙ୍କ ବେକରେ ପିନ୍ଧାଇ ଦେଇଥିଲେ। ସମ୍ପାଦକ ଏଥିରେ ଉତ୍କ୍ଷିପ୍ତ ହୋଇ ମୋ ନାମରେ ଏକ ମକଦ୍ଦମା କରିବା ଲାଗି ଜଣେ ବାରିଷ୍ଟରଙ୍କର ପରାମର୍ଶ ନେଲେ। ବାରିଷ୍ଟର ସାହେବ ସାଫ ସାଫ କହିଦେଲେ, ନା, ଏଥିରେ ମକଦ୍ଦମା ହୋଇପାରିବ ନାହିଁ। ଏହା ଗୋଟିଏ ଗପ, ସେଥିରେ ମଧ୍ୟ ମୋର ନାମ ଅଛି। କେଶ ଠିଆ ହୋଇ ପାରିବ ନାହିଁ। ଏଣୁ ଚୁପ ଚୁପ ରହିଯା। ନିତ୍ୟାନନ୍ଦ ବାବୁଙ୍କର ଓ ସମ୍ପାଦକଙ୍କର ଏକା ଦଶା ହେଲା। ଯଥାର୍ଥ ପ୍ରତିଶୋଧ ନେଇ ଥିବାରୁ ମୋର ମନରେ ବେଶ୍ ସନ୍ତୋଷ ଦେଖାଦେଲା। ଆଉ ଜଣେ ସମ୍ପାଦକ ସେମିତି ନିତ୍ୟାନନ୍ଦ ବାବୁଙ୍କ ନାମରେ ଗାଲୁମାଲୁ ଲେଖୁଥିଲେ। ମୁଁ ମଧ୍ୟ ତାର ପ୍ରତିଶୋଧ ନେଇଥିଲି। ସେ ନିତ୍ୟାନନ୍ଦ ବାବୁଙ୍କ ନାମରେ ଆଉ ଗାଲୁମାଲୁ ଲେଖିବା ଛାଡ଼ିଦେଲେ। ସେମାନଙ୍କ କୁତ୍ସା ରଟନା ବନ୍ଦ ହୋଇଯିବାରୁ ମୁଁ ବେଶ୍ ଆତ୍ମପ୍ରସାଦ ଲାଭ କଲି। ଜଣେ ନିର୍ଦ୍ଦୋଷ ବ୍ୟକ୍ତିର ଏପରି କୁତ୍ସା କରିବାରେ ସମ୍ପାଦକମାନେ କାହିଁକି ପସନ୍ଦ କରନ୍ତି, ମୁଁ ତାହା ଠଉରେଇ ପାରିଲି ନାହିଁ। ମୋର ବିଜୟ ପାଇଁ ଏହି କାରଣଟି ମୁଁ ଖୋଜି ଖୋଜି ପାଇଥିଲି। ସେମାନେ ସମାଜରେ ପ୍ରତିଷ୍ଠିତ ଭଦ୍ରଲୋକ ଥିଲେ। ମୋର ସେତେବେଳେ ସମାଜରେ ସ୍ଥାନ ବା ପ୍ରତିଷ୍ଠା ନଥିଲା। ମୋ କଲମରୁ ବାହାରୁଥିବା କଟକୀ ଲଫଙ୍ଗା ଭାଷା ସେମାନଙ୍କ କଲମରୁ ଟିକିଏ ହେଲେ ବାହାରିଲା ନାହିଁ। ଭାଷାରେ ମୁଁ ଯେଉଁ ତଳସ୍ତରକୁ ଖସିଯାଇ ପାରିଲି, ସେମାନେ ସେତେ ତଳକୁ ଯାଇ ପାଇଲେ ନାହିଁ। ଫଳରେ ମୁଁ ବିଜୟୀ ହେଲି। ନିତ୍ୟାନନ୍ଦ ବାବୁ ବରଂ ମୋତେ ମଝିରେ ମଝିରେ ସତର୍କ କରାଇ କହିଲେ, ରାମବାବୁ, ଟିକେ ସଂଯତ ହୁଅ। ଭାଷା ପ୍ରତି ତୀବ୍ର ହୋଇ ଯାଉଛି। ସିଂହଦେଓଙ୍କ ମନ୍ତ୍ରିମଣ୍ଡଳ ବେଶୀ ଦିନ ତିଷ୍ଠି ପାରିଲା ନାହିଁ। ସଜ ଘାରେ ପୋକ ପକାଇବା ଲାଗି ଓଡ଼ିଶାରେ ଅସାଧୁ କୁଜି ରାଜନୀତିକ କିଛି କମ୍ ନଥିଲେ। ବାରବୁଲା, ଅକର୍ମା ଓ ଗୁଣ୍ଡା ଫୌଜଙ୍କ ଭିତରୁ ଏ ରାଜନୀତିଜ୍ଞମାନେ ଛତୁ ପରି ବାହାରି ପଡ଼ୁଥିଲେ। ଶାସନ କ୍ଷେତ୍ରରେ ଥିବା ରାଜନୀତିଜ୍ଞମାନେ ଏମାନଙ୍କ ଭିତରୁ ସୈନ୍ୟ ସଂଗ୍ରହ କରି ନିଜ ନିଜର ଫୌଜ ଗଢ଼ୁଥିଲେ। ରାଜନୀତିର ରା ଅକ୍ଷର ଜାଣିନଥିଲେ ବି ଏମାନେ ମିଛ, କପଟତା, ବିଭତ୍ସ କୁତ୍ସା ରଟଣାକୁ ରାଜନୀତିର ଏକ ପ୍ରଧାନ ଅଙ୍କ ବୋଲି ବିଚାର କରୁଥିଲେ। ସରକାର ଗଢ଼ିଥିବା ଦୁଇ ଅଂଶୀଦାରଙ୍କ ମଧ୍ୟରେ କ୍ରମେ ଫାଟ ଦେଖାଗଲା। ପରସ୍ପର ପ୍ରତି ଅବିଶ୍ୱାସ କ୍ରମେ ବଢ଼ିବାକୁ ଲାଗିଲା। ଏଥିପୂର୍ବରୁ କେତେଜଣ ବତିପେଲା ନିତ୍ୟାନନ୍ଦ ବାବୁଙ୍କ ପାଖକୁ ଯେ ମୋ ନାମରେ ବହୁତ ଗୁଜବ ରଟନା କରିବାକୁ ଲାଗିଲେ। ତାଙ୍କ ଆଗରେ କେତେଜଣ ଲୋକ ଯାଇ କହିଲେ, ଆଜ୍ଞା, ରାମ ମିଶ୍ର ଆପଣଙ୍କର ଡଗରଟାକୁ ପୂରାପୂରି ଗିଲି ଦେବାକୁ ବସିଲାଣି। ଆପଣ ଶୀଘ୍ର ଡଗରଟାକୁ ଭୁବନେଶ୍ୱରକୁ ଉଠାଇ ଆଣନ୍ତୁ। ଆଉ କିଛି ଦିନ ଗଲେ ସମସ୍ତ ଡଗର ପ୍ରେସକୁ ସେ ଗିଲି ଦେଇ ହଜମ କରିଦେବ। ନିତ୍ୟାନନ୍ଦ ବାବୁ ମଧ୍ୟ କିଛିଟା ବିବ୍ରତ ହୋଇପଡ଼ି ଭୁବନେଶ୍ୱରରେ ଏକ ଘର ଠିକ୍ କରିବା ଲାଗି ତାଙ୍କର କେତେଜଣ ବିଶ୍ୱସ୍ତ ଅନୁଚରମାନଙ୍କୁ ଅନୁରୋଧ କଲେ। ସେମାନେ ମଧ୍ୟ ଘର ଠିକ୍ କରି ଦେଇଥିଲେ। ପୂର୍ବରୁ ୟୁନିଟ୍ 3ର ଲେବର କଲୋନୀର ଗୋଟିଏ କ୍ୱାର୍ଟର ତାଙ୍କ ସ୍ତ୍ରୀଙ୍କ ନାମରେ କିଣା ହୋଇଥିଲା। ତା ମଧ୍ୟ ଭଡ଼ା ଲାଗିଥିଲା। ନିତ୍ୟାନନ୍ଦ ବାବୁଙ୍କ ଇଚ୍ଛା ହେଉଥିଲା ସେଠାକୁ ଡଗର ଉଠାଇ ନେବେ ଏବଂ ମୁଁ ସେଠାରେ ରହି ଡଗର ବୁଝାସୁଝା କରିବି। ଦିନେ ମୁଁ ନିତ୍ୟାନନ୍ଦ ବାବୁଙ୍କ ସରକାରୀ ଭବନକୁ ଯାଇଥିଲି। ସେଠାରୁ ସେ ମୋତେ ତାଙ୍କରି ସେହି ଘରଟାକୁ ଦେଖିବା ଲାଗି କାରରେ ପଠାଇଦେଲେ। ସାଙ୍ଗରେ ଆସିଥିବା ଜଣେ କର୍ମଚାରୀ ଓ ଭାଉଜଙ୍କ ସହ ସେଠାରେ ପହଞ୍ଚି ଘରଟିକୁ ଦେଖିଲି। ଭାଉଜ ମୋତେ ପଚାରିଲେ, ଏହି ସ୍ଥାନକୁ ପ୍ରେସଟା ଉଠାଇ ଆଣିଲେ ଭଲ ହୁଅନ୍ତାନି? ମୁଁ କହିଲି, ହଁ, ଭଲ ହେବ। ସେ ପୁଣି କହିଲେ, ଏଠି କେଉଁ ଲୋକ ରହୁଛି? ତାଠାରୁ ଆମକୁ ଭଡ଼ା ମିଳୁଛି? ତାଠାରୁ କିଛି ବେଶୀ ଭଡ଼ା ପ୍ରତି ମାସରେ ଆମକୁ ଦେଇ ପାରିବିନି। ମୁଁ ଏକଥା ଶୁଣି
ଭକୁଆ ହୋଇଗଲି। କଟକରେ ଡଗର ପାଇଁ 2 ବଖୁରାଇ ଓ ଗୋଟେ ବଡ଼ ବାରଣ୍ଡା ଥିବା ଘର ତିଆରି ସରିଲା ବେଳେ ଜଣେ ମାର ୱାଡ଼ି ଆସି ମୋତେ କହିଲା, ଆଜ୍ଞା ଆପଣ ମୋତେ ଏଇ 2 ବଖରା ଘର ଦେଇ ଦିଅନ୍ତୁ। ପଛରେ ଯେଉଁ ବାରଣ୍ଡା ଅଛି ତହିଁରେ ଆପଣ ଚଳାଚଳ ରହିବେ। ଏଇ 2 ବଖରା ଲାଗି 500 ଲେଖା 1000 ଟଙ୍କା ପ୍ରତି ମାସରେ ଆପଣଙ୍କୁ ଭଡ଼ା ଦେବି। ମୁଁ ତାଙ୍କୁ ଠୋ ପଟାସ୍ ମନା କରିଦେଲି। କହିଲି, ମୁଁ ଏ ଘର ତିଆରି କଲି ଡଗର କାଢ଼ିବା ଲାଗି। ମୁଁ କ'ଣ ଭଡ଼ା ପାଇବା ପାଇଁ ଏ ଘର ତିଆରି କରିଛି? ମାରୱାଡ଼ି ଆଉ କିଛି ବଢ଼େଇବାର ଇଙ୍ଗିତ ଦେଲା। ମୁଁ ବିରକ୍ତ ହୋଇ ତାକୁ ବିଦାୟ କରିଦେଲି। ମୁଁ ତ ସେଠି କଟକରେ ଡଗରର ସ୍ୱାର୍ଥକୁ ଜଗି ଘର ଭଡ଼ା ଦେଇନାହିଁ। ଏଠି ନିଛାଟିଆ ଜାଗାରେ ଭଡ଼ା କୋଉଠୁ ପାଇବି? ମୁଁ ସିନା ଡଗର କାଢ଼ିବା ପାଇଁ ସମସ୍ତ ଉଦ୍ୟମ କରିବି, ଟଙ୍କା ପଇସା ବିଷୟ ଆପଣ ବୁଝିବେ। ଏତିକିରେ ଡଗର କଟକରୁ ଭୁବନେଶ୍ୱର ଯିବା ବନ୍ଦ ରହିଲା।